ପିଲାମାନେ ଏହା ହଉଛି ନୂଆ ଟପିକ ର ନାମ ହଉଛି ଅଲମ୍ପିକ। ବହୁତ ବଢିଆ ଟପିକ ହେଲା। ଆପଣଙ୍କର ଏଟା ମୁହଁରେ ହବା ଦରକାର, ଆଉ ସମସ୍ତଙ୍କର ମୁଁ ଆଶା କରିବି ଏଟା ସମସ୍ତେ ମୁହଁରେ ଘଷିବା ଦରକାର ହେଲା। ଫିଜିକାଲ ଏଜୁକେସନ ଯିଏ ଚାକିରି କରୁଛି ଅଲମ୍ପିକ ସବଜେକ୍ଟ ବା ଅଲମ୍ପିକ ଯୋଉଠି ଯୋଉଠି ସବୁ ଅଲମ୍ପିକ ହେଇଛି ତାହାକୁ ଯଦି କମ୍ପ୍ଲିଟ ନ ଜାଣିଛି ତାହେଲେ ସେ ଫିଜିକାଲ ଏଜୁକେସନ କିଛି ପଢିନାହିଁ। ଓକେ, ଏଇ ଯୋଉ ଅଲମ୍ପିକ ଗୋଟେ ବହୁତ ବଡ ନା ବିଶ୍ୱର ସର୍ବଶ୍ରେଷ୍ଠ ସ୍ପୋର୍ଟସ ମେଳା କାହାକୁ କୁହାଯାଏ? ଆପଣ କହିବେ ଅଲମ୍ପିକ ହଉଛି ସବୁଠୁ ବିଶ୍ୱର ସର୍ବଶ୍ରେଷ୍ଠ ସ୍ପୋର୍ଟସ ମେଳା। ବୁଝିହେଲା? ଯାହା ତ ହେଇଛି ହେଇଛି କଣ ନା ପୂର୍ବ ଆପଣଙ୍କର ଆନିସିଏଣ୍ଟ କଥା ଆପଣ ଯଦି କହିବାକୁ ଚାହିଁବେ କିଛି ଲାଭ ନାହିଁ, ଆଉ କିଛି କୋଶ୍ଚେନ ମଧ୍ୟ ଆସୁନାହିଁ। ଆଚ୍ଛା, ଅଲମ୍ପିକ ହଉଛି ତାର ହିଷ୍ଟ୍ରି ହଉଛି ଦି ଭାଗରେ ବିଭକ୍ତ କରାଯାଇଛି। ଅଲମ୍ପିକ ର ହିଷ୍ଟ୍ରିକୁ କଣ କରାଯାଇଛି ନା ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହଉଛି ଆନିସିଏଣ୍ଟ ଅଲମ୍ପିକ ହେଲା। ଆନିସିଏଣ୍ଟ ଅଲମ୍ପିକ ଗୋଟେ ହଉଛି ଆନିସିଏଣ୍ଟ ଅଲମ୍ପିକ ହେଲା, ଯୋଉଟା କି ବିଫୋର 1896, ଆଉ ଗୋଟେ ହଉଛି ମଡର୍ନ, ଆଉ ଗୋଟେ ହଉଛି ଦୁଇରେ ମଡର୍ନ RDEN ହେଲା। ଗୋଟେ ହଉଛି ସରି ମଡର୍ନ ସ୍ପେଲିଂ ଭୁଲ, MODERN ହେଲା ମଡର୍ନ। ଗୋଟେ ହଉଛି କଣ ଆଫ୍ଟର AFTR ଆଫ୍ଟର 1896। ଗୋଟେ ହଉଛି 1896 ପୂର୍ବରୁ, ଗୋଟେ ହଉଛି 1896 ପରେ। ଦି ପ୍ରକାର ହିଷ୍ଟ୍ରି ଅଛି, ଏହାକୁ କହୁଛି ଆନିସିଏଣ୍ଟ, ଏଟାକୁ କୁହାଉଛି କଣ ମଡର୍ନ। ଏଇ ହଉଛି କଥା। ହଉ, ତାହେଲେ ଆମେ ମଡର୍ନ ଟା ପଢିବା। ଓକେ, ହଉ ଦେଖ, ପ୍ରଥମେ ଅଲମ୍ପିକ ତ 77 BC, 77 BC ହେଲା, ବିଫୋର ଖ୍ରୀଷ୍ଟଙ୍କ ଜନ୍ମ ପୂର୍ବରୁ ଏଟା ଆରମ୍ଭ ହେଇଥିଲା। 776 BC ରୁ ଆରମ୍ଭ ହେଇଥିଲା। ସେଟାକୁ ଆପଣଙ୍କର ବନ୍ଦ ହେଇଯାଇଥିଲା କିଛି ଦିନ ପାଇଁ। ଆପଣଙ୍କର ବନ୍ଦ ହେଲା କୋଉଠି ହଉଥିଲା ନା ମାଉଣ୍ଟ ଅଲମ୍ପସ ବୋଲି ଗୋଟେ ପର୍ବତ ଅଛି ଯାହାର ନାଁ ହଉଛି, କୋଉଠି ହଉଥିଲା 776 BC ରେ ଅଲମ୍ପିକ କୋଉଠି ହଉଥିଲା ନା ମାଉଣ୍ଟ ଅଲମ୍ପସ, OLYMPUS ଅଲମ୍ପସ ରେ ସେ କଣ ହଉଥିଲା, ଗୋଟେ ଅଲମ୍ପିକ ହଉଥିଲା। ବୁଝିହେଲା? ଆଚ୍ଛା, ସିଏ ତ ହଉଥିଲା, ତାକୁ କଣ କଲେ ନା ସେ ରାଜା ଆସିକି ଥେଡସିୟସ୍ 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 ଥ୍ରୀ ଥେଡସିୟସ୍ ସ୍ପେଲିଂ ଟା କଣ হবে ଦେଖିବା। ଥେଡସିୟସ୍ THEOSIS ରାଜା ନମ୍ବର 3 ଅଲମ୍ପିକ କୁ କଣ କରିଥିଲେ ନା, ଏତେଟା ବି ଇମ୍ପୋର୍ଟାନ୍ସ ନୁହେଁ ଏଟା। ଖାଲି ଶୁଣ, 776 BC ରେ ଯେତେବେଳେ ଷ୍ଟାର୍ଟ ହେଲା, ଥେଡସିୟସ୍ ମାନେ ତୃତୀୟ ନମ୍ବର ରାଜା, ଥେଡସିୟସଙ୍କର ପ୍ରଥମ ଦ୍ଵିତୀୟ ତୃତୀୟ ନମ୍ବର ରାଜା, ସେ କଣ କଲେ ନା ଖେଳଟାକୁ ବନ୍ଦ କରିଦେଲେ ହେଲା। ତାଙ୍କର ଯାହା ହଉ ସେ ତାର ବନ୍ଦ କରିଦେଲେ। ଆମେ ମଡର୍ନ ଅଲମ୍ପିକ ଆମେ ପଢିବା, କିନ୍ତୁ ସେତେବେଳେ ଅଲମ୍ପିକ ମାତ୍ର କେତେ ଦିନ ହଉଥିଲା ନା 5 ଦିନ ଧରି ହଉଥିଲା ହେଲା। 5 ଡେଜ ଧରି, କେତେ ଦିନ 5 ଡେଜ ଧରି ସେତେବେଳେ ଅଲମ୍ପିକ ହଉଥିଲା। ଅଲମ୍ପିକ ର ବି ଆପଣଙ୍କର PDF ପାଇଯିବେ, କିଛି ବ୍ୟସ୍ତ ହବା ଦରକାର ନାହିଁ। ଓକେ, ଖାଲି ମନ ଦେଇକି ଶୁଣ, ମୁଁ ଏଠି କେବଳ କହିବା ପାଇଁ ଆସିଛି। ଅଲମ୍ପିକ ର ସିଏ ହଉଛି କୋଉଠି, ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା କଣ ନା ଯୀଶୁଙ୍କ ଦ୍ଵାରରେ, ଗଡ କୋଉଠି, ଲର୍ଡ ଯୀଶୁଙ୍କ ଯୀଶୁଙ୍କ ସାମ୍ନାରେ, ଯୀଶୁଙ୍କ ଟେମ୍ପୁଲ ରେ ହବା ଦରକାର। ଖେଳ ହବ ବା ମାନେ ଯୀଶୁଙ୍କ ପାଖରେ ସମର୍ପିତ ହବା ପାଇଁ ଏସବୁ ଜିନିଷ ଚାଲେ। ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କୁ ସମ୍ମାନ ଦିଅନ୍ତୁ, ତାଙ୍କ ମାନେ ଧର୍ମରେ ପ୍ରଚାରିତ କିଛି କିଛି ମାନେ ଅଲମ୍ପିଆନ ବା କିଛି କିଛି ରାଜା ମାନେ ତ
ସେତେବେଳେ ଯେତେବେଳେ V4 ମାନେ 776 ରେ ଯେ ଥେଡୋସିୟସ୍ ବା ବହୁତ ରାଜା କହିଲେ ଯେ ଆପଣ ଖ୍ରୀଷ୍ଟ ଧର୍ମ ନେବେ ଯେତିକି ସେତିକି ହିଁ ଲୋକ ଖେଳିବେ, ନହେଲେ ଆଉ କେହି ଖେଳିପାରିବେ ନାହିଁ। ସେମିତି ବି ହେଲା ସେତେବେଳେ କେବଳ ଗ୍ରୀସ ଲୋକ ହିଁ ଭାଗ ନେଉଥିଲେ। 5 ଦିନ ଯୋଉ ଅଲମ୍ପିକ ହଉଥିଲା କେବଳ ଗ୍ରୀସ ଲୋକ ହିଁ ଭାଗ ନେଉଥିଲେ। ଓକେ, ଆଚ୍ଛା, ଇଏ ତ ଗଲା। ଆଚ୍ଛା, ଅଲମ୍ପିକ ଆପଣଙ୍କର ଯୋଉ ହଁ, ସେଥିରେ ହେଇଥିଲା କଣ ନା କେବଳ ହିଁ ଯୋଉ ଲୋକର ଜନ୍ମ ହଉଛି ଗ୍ରୀସରେ ଜନ୍ମ ହେଇଥିବ ସେଇ ଲୋକ ହିଁ କେବଳ ଖେଳିବ, ନହେଲେ ଆଉ କେହି ଖେଳି ପାରିବେନି। ସେତେବେଳେ ଯିଏ ଓନର ମାନେ ଜିତୁଥିଲା ତାକୁ କଣ ହଉଥିଲା ଜାଣିଛ ନା, ସିଏ କଣ କରୁଥିଲେ ନା ତାକୁ ଗୋଟେ ଓଲିଭ ଲିଭ୍ ହେଲା, ଓଲିଭ ପତ୍ରରେ, ଓଲିଭ ଓଲିଭ ଲିଭ୍ ଓଲିଭ ଲିଭ୍ ପତ୍ରରେ ତା ବେକରେ ଗୋଟେ ହାର ଦଉଥିଲେ ୱିନରକୁ, ଯିଏ ବିଜେତାଙ୍କୁ ଗୋଟେ ଓଲିଭ ଲିଭ୍ ପତ୍ରରେ ଗୋଟେ ହାର ଦିଆଯାଉଥିଲା ହେଲା। ସେ ୱିନର ମାନଙ୍କୁ। ଆଚ୍ଛା, ସେତେବେଳେ କଣ ହଉଥିଲା କହିଲ, ସେତେବେଳେ ମହିଳା ମାନଙ୍କୁ ଫିମେଲକୁ ଆଲାଉ ନଥିଲା, ନଟ ଆଲାଉ, ଫିମେଲକୁ ଆଲାଉ ନଥିଲା। ଆଚ୍ଛା, ଆଉ ସେତେବେଳେ କଣ ହଉଥିଲା ନା କେବଳ ମେଲ ମାନେ ହିଁ ଖେଳୁଥିଲେ। ତାର କାରଣ ହଉଛି ମେଲ ମାନେ ଖେଳୁଥିଲେ, ଫିମେଲ ମାନଙ୍କୁ କାହିଁକି ଆଲାଉ କରୁନଥିଲା ନା ଯେତିକି ଗେମ୍ ସେତେବେଳେ 5 days ରେ ଯେତିକି ଗେମ୍ ଥିଲା ସବୁ ୱିଦାଉଟ୍ ଡ୍ରେସରେ ମେଲ ମାନେ ଖେଳୁଥିଲେ। ୱିଦାଉଟ୍ ଡ୍ରେସରେ ମେଲ ମାନେ ଖେଳୁଥିଲେ, ସେଇଭଳିଆ ସବୁ ଇଭେଣ୍ଟ ଥିଲା। ତେଣୁକରି ୱିଦାଉଟ୍ ଡ୍ରେସରେ ଖେଳୁଥିଲେ ବୋଲି ଫିମେଲ ମାନଙ୍କୁ ଆଲାଉ କରାନଥିଲା। ଆଉ ଆଚ୍ଛା, ଯିଏ ଏଇ ଗେମ ରୁ ଓଭରଲାପ କରୁଥିଲା, ହୁଏତ ଧରନିୟ ଯିଏ ହସିବ, ଯିଏ ଯଦି ହସିଦେଲା, ଏକ ଦୁଇରେ ଧରିନିଅ କିଏ ଓଭରଲାପ କଲା, ସପୋଜ ଧରିନିୟ ରୁଲ୍ସ କୁ ଭାଙ୍ଗିଲା, ଓଭରଲାପ। ଆଚ୍ଛା, ଦୁଇ, କିଏ ଧରିନିୟ ଖରାପ ଲାଙ୍ଗୁଏଜ କହିଲା କି ମିସବିହେଭ କଲା ଅଫିସିଆଲଙ୍କୁ ବା ସେ ରାଜା ମାନଙ୍କୁ ପ୍ରଜା ମାନଙ୍କୁ ମିସବିହେଭ କଲା, ତାଙ୍କୁ କଣ କରୁଥିଲେ ନା ରାଜା ଏଇଭଳିଆ ବସିବେ, ଦେଖ ଦରବାର ଏଇଟା, ରାଜା ଏଇଭଳିଆ ବସିବେ, ଏସବୁ ଲୋକ ବସିବେ ଏଠି ହେଲା, ଏସବୁ ବସିବେ, ବସିବେ, ତାଙ୍କୁ କଣ ହଉଥିଲା ଗୋଟେ ଏଣ୍ଟ୍ରି ପଏଣ୍ଟ ରାଜାଙ୍କ ସାମ୍ନାରେ ଏଇଠି ଗୋଟେ ଏଇଟା ସବୁ ଇଂଲିଶ ରେ ଅଛି, ମୁଁ ଓଡିଆରେ ପୁରା କଞ୍ଚା ଓଡିଆରେ କହିଦଉଛି। ଏଠି ଗୋଟେ ଦଣ୍ଡ ଦିଆଯିବ, ମାନେ କଣ ଦଣ୍ଡ ମାନେ କଣ, ଏଠି ଗୋଟେ ରସି ବନ୍ଧାଯିବ ହେଲା, ତାକୁ ତଳମୁହାଁ କରି ତା ଗୋଡକୁ ବାନ୍ଧିଦେବେ, ବାନ୍ଧିଦେଇକି ଗୋଳେଇ ଦେବେ, ମଲ୍ଲ ଯୁଦ୍ଧ ଆସିବେ ତାକୁ ମାରିବେ, ମନ ଇଚ୍ଛା ତାର ଦଣ୍ଡ, ମାନେ ମୃତ୍ୟୁ ଦଣ୍ଡ 100% ମୃତ୍ୟୁ, କିନ୍ତୁ ସାଙ୍ଗେ ସାଙ୍ଗେ ମାରିବେନି, ତାକୁ କଷ୍ଟ ଦେଇକି ମାରିବେ। ତେଣୁକରି ସିଏ ଭାବନ୍ତି ଯେ ଏଭଳିଆ ଦଣ୍ଡ ଦେଲେ ଆଉ ଜୀବନରେ ଏଭଳିଆ କିଏ ଭୁଲ କରିବ ନାହିଁ, ଲାଇଫ ରେ କେହି ଆଉ ଏମିତି ଭୁଲ କରିବେନି, ଜଣେ ଦି ଜଣ ପାଇଗଲେ। ଠିକ ନା ଭୁଲ? 100% ଏଟା ହଉଛି ଠିକ କଥା। ହଉ, ଇଏ ଗଲା ପୁରୁଣା ଲୋକଙ୍କ କଥା। ଆଚ୍ଛା, ସେତେବେଳେ ମଧ୍ୟ 4 ବର୍ଷରେ ଥରେ ହଉଥିଲା ଅଲମ୍ପିକ, ମଧ୍ୟ ଏବେ ବି 4 ବର୍ଷରେ ଥରେ ହଉଛି, 4 years ରେ ଗ୍ୟାପ ରେ ହଉଛି ହେଲା, 4 year ଗ୍ୟାପ ରେ ହଉଛି। ଏବେ ତ 2 years ରେ କାହିଁକି ହଉଛି, ମୁଁ କହିଦେବି। ଗୋଟେ ହଉଛି ୱିଣ୍ଟର ଅଲମ୍ପିକ, ଗୋଟେ ହଉଛି ସମର ଅଲମ୍ପିକ ହେଇଗଲାଣି, ପ୍ରତି 2 ବର୍ଷ ଥରେ ଅଲମ୍ପିକ ଏବେ ହେଲାଣି। ଆମେ ଯିବା ତା ଲାଷ୍ଟକୁ, 1924 ରେ ହେଇଥିଲା ସେଟା। ଆଚ୍ଛା, ଇଏ ତ ଗଲା। ଆଚ୍ଛା, ହଉ। ଉଁ, ଉଁ, ଲିଭ୍ ଲିଭ୍ ତ ଗଲା, ଗ୍ରାଉଣ୍ଡ ଦିଆଗଲା, ଆନାଉନ୍ସ। ହଁ, ସିଏ ଯଦି ପଚାରେ ଫାଦର ଅଫ ଅଲମ୍ପିକ, ଫାଦର ଅଫ ଅଲମ୍ପିକ କିଏ? ସିଏ ଯଦି ପଚାରେ ଆପଣଙ୍କର ଅଲମ୍ପିକ ର ବାପା କିଏ, ଅଲମ୍ପିକ ର ବାପା, ଅଲମ୍ପିକ କିଏ କିଏ ଆରମ୍ଭ କରିଥିଲେ, ମାନେ ଫାଦର ଅଫ ମଡର୍ଣ୍ଣ ଅଲମ୍ପିକ ସେ ଯଦି ପଚାରିବ। ଆଚ୍ଛା, ଦେଖ ପିଲାମାନେ, ସେ ଯଦି ପଚାରିବ ଫାଦର ଅଫ ଅଲମ୍ପିକ, ସେ ପଚାରିଲା ଫାଦର ଅଫ ଅଲମ୍ପିକ, ଫାଦର ଅଫ ଅଲମ୍ପିକ, ଫାଦର ଅଫ ଅଲମ୍ପିକ ପଚାରିଲେ ବି ଯାହା ଲେଖିବ, ଫାଦର ଅଫ ମଡର୍ଣ୍ଣ ଅଲମ୍ପିକ ପଚାରିଲେ ବି ସେଇଆ ଲେଖିବ। କାହିଁକି ଶୁଣ, ସିଏ ଆଉ ମାନେ ଯୋଉ ଯିଏ କୋଶ୍ଚେନ ତିଆରି କରୁଛନ୍ତି ସିଏ ଆଉ ଜାଣୁନାହାନ୍ତି କିଛି, ସିଏ ସିଧା କହୁଛନ୍ତି ଯେ ଆମର ଉତ୍ତର ଦରକାର ହେଲା, ସିଏ ତାଙ୍କର ଉତ୍ତର ଦରକାର, ଆଉ କିଛି ଆମେ କିଛି ଜାଣିନୁ, ଆମର ସେ ଉତ୍ତର ଦରକାର, ଆଉ କିଛି ଆମେ ଜାଣିନାହୁଁ। ବୁଝିହେଲା କି? ଫାଦର ଅଫ ମଡେଲ ଅଲିମ୍ପିକ ଯାହା, ଫାଦର ଅଫ ଅଲିମ୍ପିକ ମଧ୍ୟ ତାହା, ସେଟା ମଧ୍ୟ ଆପଣ ଧ୍ୟାନ ଦେବେ। ବୁଝି ହେଲା କି ପିଲାମାନେ? ଆଚ୍ଛା, ଯଦି ପଚାରେ ଫାଦର ଅଫ ମଡେଲ ଅଲିମ୍ପିକ ର ତାଙ୍କ ନାଁ କଣ, ମୁଁ ଲେଖିବି ମଡର୍ଣ୍ଣ ଅଲିମ୍ପିକ, ତାଙ୍କ ନାଁ କଣ, ଆପଣ ଲେଖିବେ କଣ ନା ପିରିୟଡ, PIERRED, ଫୁଲ ନେମ୍ ଦେଖ, ପୁରା ସ୍ପେଲିଂ ଟା ଫଲୋ କର, PIERREDE ହେଲା, ପିରିୟଡ, ଡି କବାଟିନ୍, COUBERTIN
ହେଲା। ପିୟର ଡି କବାଟିନ୍ ଇଏ ହଉଛି କଣ ଫାଦର ଅଫ ମଡର୍ନ ଅଲମ୍ପିକ ହେଲା। ଆଚ୍ଛା ଫାଦର ଅଫ ମଡର୍ନ ଅଲମ୍ପିକ ହଉଛି ଆପଣଙ୍କର କିଏ ହବ ନା କୋବାଟିନ୍ ହବ। ତାଙ୍କ ଘର କୋଉଠି ନା ଫ୍ରାନ୍ସ। ଫ୍ରାନ୍ସ FRANCE ଫ୍ରାନ୍ସ। ତାଙ୍କ ଘର କୋଉଠି ପିରିୟଡିକ କୋବାଟିନ୍ ତାଙ୍କ ଘର କୋଉଠି ନା ଫ୍ରାନ୍ସ। ବୁଝିହେଲା ପିଲାମାନେ ହଉ। ଆଚ୍ଛା ଠିକ ଅଛି ତାହେଲେ ବହୁତ ବଢିଆ। ଆଚ୍ଛା ମଡର୍ନ ଅଲମ୍ପିକ କେବେ ଆରମ୍ଭ ହେଇଥିଲା ଆପଣ କହିବେ କେବେ ଆରମ୍ଭ ହେଇଥିଲା ନା 1896 1896 ରେ ମଡର୍ନ ଅଲମ୍ପିକ ଆରମ୍ଭ ହେଲା। ଆଚ୍ଛା ପିଲାମାନେ ଶୁଣ ମଡର୍ନ ଅଲମ୍ପିକ ଛାଡ ଏଇ ଯୋଉ ଫାଦର ଅଫ ପିରିୟଡିକ କୋବାଟିନ୍ ନୁହେଁ ତାଙ୍କ ଜନ୍ମ କେବେ କହିଲ ସିଏ ଜନ୍ମ ହେଇଥିଲେ ପା 1 ଜାନୁଆରୀ ପ୍ରଥମ ନୂଆ ବର୍ଷ ଦିନ ଜନ୍ମ ହେଇଛି 1863 ମସିହାରେ ଜନ୍ମ ହେଇଥିଲା 1863 1863 ଜନ୍ମ ହେଇଥିଲା 1863 ମାନେ ଇଏ ହଉଛି 770 ସିଏ ହଉଛି କେତେ ନା 24 70 24 ହଉଛି କେତେ 94 ମାନେ 30 33 ବର୍ଷ ଭିତରେ ସେ ଫାଦର ହେଇଯାଇଥିଲା ହେଲା। ଆଚ୍ଛା ହଉ 1863 ମସିହାରେ ସେ ଜନ୍ମ ହେଲା 1 ଜାନୁଆରୀରେ ହେଲା 1 ଜାନୁଆରୀରେ ସେ ଜନ୍ମ ହେଲା ତାହେଲେ 1/1/1836 ସରି 63 1863 ସେ ଜନ୍ମ ହେଲା। ଆଚ୍ଛା ପିଲାମାନେ ଠିକ ଅଛି ହଉ। ତାପରେ ମଲେ କେବେ ତା ମରଣ ବି ଛାଡିଦବା ମଲେ କେବେ ନା 2 ସେପ୍ଟେମ୍ବର 2 ସେପ୍ଟେମ୍ବର 1937 ମରିଗଲେ 2 ସେପ୍ଟେମ୍ବର 1937 ସିଏ ଇହଲୀଳା ସମ୍ବରଣ କଲେ ହେଲା ଦେହାନ୍ତ ହେଇଗଲା। ହଉ ତାହେଲେ ଆମେ ଯିବା ଏବେ ନା 1836 ତାକୁ ତ ଆମେ ଜନ୍ମ କରି ତାଙ୍କୁ ମାରିଦେଲେ ଆଉ ପ୍ରଥମେ ଅଲମ୍ପିକ ଆପଣଙ୍କର 1896 ଆରମ୍ଭ ହେଲା କିନ୍ତୁ 1896 ପୂର୍ବରୁ ଆଉ ସି IOC ଇଣ୍ଟରନ୍ୟାସନାଲ ଅଲମ୍ପିକ କମିଟି ପ୍ରଥମେ ଗୋଟେ କମିଟି ହେଇଥାଏ। ଦେଖ ପିଲାମାନେ ଯେକୌଣସି ଆପଣ ଗୋଟେ ପିଲାମାନେ ଶୁଣ ଆପଣ ଯେକୌଣସି ଗୋଟେ କଣ ହୁଏ ନା ଯେକୌଣସି ଗୋଟେ ଇଭେଣ୍ଟ ହଉ ବା ଯେକୌଣସି ଗୋଟେ ଇନଷ୍ଟିଟ୍ୟୁସନ ବା ଯେକୌଣସି ଗୋଟେ ଡିପାର୍ଟମେଣ୍ଟ କ୍ରିଏଟ ହଉ ପିଲାମାନେ ମନେ ରଖ ଡିପାର୍ଟମେଣ୍ଟ ହଉ ସବୁବେଳେ କଣ ଏଇଟା ଗୋଟେ ଆପଣଙ୍କ ଜାଣିବା କଥା SOP ଗୋଟେ ତିଆରି ହୁଏ। ଆଉ ଗୋଟେ କଣ ଏସଓପି ପୂର୍ବରୁ ଗୋଟେ କଣ ହୁଏ ନା ପ୍ରଥମେ ଗୋଟେ ଜୁରି କମିଟି ହେଲା COMMITEE ହେଲା ଜୁରି କମିଟି ଗୋଟେ କ୍ରିଏଟ ହୁଏ ବା ସେଇଟା ଗୋଟେ କମିଟି ତିଆରି ହେଲା କୋଉଟା ନା IOC ତିଆରି ହେଲା IOC ଇଣ୍ଟରନ୍ୟାସନାଲ ଅଲମ୍ପିକ କମିଟି ହେଲା କେବେ 1894 ହେଲା। ଆଚ୍ଛା ମୁଁ ଯୋଉ କହୁଥିଲି ଗୋଟେ କମିଟି ଆରମ୍ଭରୁ କଣ ହୁଏ ନା ଏସଓପି ତିଆରି ହୁଏ ଏସଓପି ଏସଓପି କଣ ନା ଏସଓପି ର ଫୁଲ ଫର୍ମ ହଉଛି ଷ୍ଟାଣ୍ଡାର୍ଡ ଅପରେସନ ନର୍ମାଲ ଜାଣିଥାଏ ଏଟା ଏକ୍ସାମ ଓରିଏଣ୍ଟେଡ ନୁହଁ ଆପଣ ମୁଁ କହିଦେଲି ଅପରେସନ ପ୍ରୋସିଜର ଓକେ। ଆଚ୍ଛା ହଉ ଠିକ ଅଛି ଗଲା କିନ୍ତୁ ମୁଁ ଯଦି କହିବି IOC ଇଣ୍ଟରନ୍ୟାସନାଲ ଅଲମ୍ପିକ କମିଟି କେବେ ତିଆରି ହେଲା ନା ଠିକ 2 ବର୍ଷ ପୂର୍ବରୁ 1896 ଗେମ୍ ହେଲେ 1894 ଷ୍ଟାର୍ଟ ହେଲା 94 1894 ଅଲମ୍ପିକ କମିଟି ଷ୍ଟାର୍ଟ ହେଲା କେବେ 1894 ଜୁନ 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 23 ତାରିଖ ହେଲା ଜୁନ 23 ତାରିଖ 1894 ଜୁନ 23 ତାରିଖରେ ଅଲମ୍ପିକ କମିଟି ଇଣ୍ଟରନ୍ୟାସନାଲ ଅଲମ୍ପିକ କମିଟି ଆମର ଆରମ୍ଭ ହେଇଥିଲା। ଆଚ୍ଛା ଆର ହେଡ କ୍ୱାର୍ଟର କୋଉଠି ନା ଆପଣଙ୍କୁ ଲେଖିବେ ଆର ହେଡ କ୍ୱାର୍ଟର HQ ଆର ହେଡ କ୍ୱାର୍ଟର କୋଉଠି ନା ଲୌସେନା ସୁଇଜରଲ୍ୟାଣ୍ଡ କୋଉଠି ନା ଲୌସେନା ଏଇଠି ଦେଖ ମୁଁ ଯଦି PDF କରିଥାନ୍ତି କେତେବେଳୁ ଯାଇସାରନ୍ତି କିନ୍ତୁ ମୁଁ ଲେଖିବାକୁ ଚାହୁଁଛି କାହିଁକି ନା ଆପଣ ଭିଡିଓକୁ ଦେଖନ୍ତୁ ବସିକି ଲେଖନ୍ତୁ ଦେଖନ୍ତୁ PDF ମତେ କରିବା ପାଇଁ ସମୟ ଲାଗେନି କାରଣ ଯେକୌଣସି ବହି ଓଲଟେଇ ଦେବି ତାକୁ ନେଇକି AI ରେ ପକେଇଦେବି ସିଏ ମତେ ହ୍ୟାଣ୍ଡ ରିଟିନ ହଉ ଗୋଟେ PDF ହଉ ତିଆରି କରି ପକେଇଦବ ଆପଣ ଜାଣିଥିବେ ସମସ୍ତେ କିନ୍ତୁ ମୁଁ ଲେଖିବାର କାରଣ ଆପଣ ପ୍ରାକ୍ଟିକାଲି ବୋରିଂ ଲାଗିଥାଇପାରେ କିନ୍ତୁ ମୁଁ ଜାଣିଛି ଆର କଷ୍ଟଟା କଣ ଯିଏ ମୋବାଇଲ ଖୋଲିକି ବସିକି ଗୋଟେ ଗୋଟେ ଲେଖୁଥିବ ତାର ମାଇଣ୍ଡ ପୁରା ପୁରା ମାଇଣ୍ଡ ରିଡ କରିନଉଥିବ ବୁଝିହେଲା କି। ଆଚ୍ଛା ଆର ହେଡ କ୍ୱାର୍ଟର କୋଉଠି ନା ଲୁଇସିନା ସୁଇଜରଲ୍ୟାଣ୍ଡ LAUSANNE ଲୁଇସିନା ସୁଇଜରଲ୍ୟାଣ୍ଡ SWITZERLAND ହେଲା ଲୁଇସିନା ସୁଇଜରଲ୍ୟାଣ୍ଡ କୋଉଟା ନା ଆପଣଙ୍କର ଅଲମ୍ପିକ କମିଟିର ହେଡ କ୍ୱାର୍ଟର ବର୍ତ୍ତମାନ ଓକେ। ଆଚ୍ଛା
ସେଥିରେ ପ୍ରଥମ ପ୍ରେସିଡେଣ୍ଟ କିଏ ଥିଲେ? ଫାଦର ଅଫ ଅଲମ୍ପିକ ତ ଆପଣ କହିଦେଲେ ପିୟର ଡି କୋବାର୍ଟିନ, ଫାଦର ଅଫ ଅଲମ୍ପିକ ହେଲା। କିନ୍ତୁ ଏଇ ଯୋଉ ଆଇଓସି ର କିନ୍ତୁ ଏଇ ଯୋଉ ଆଇଓସି ନୁହେଁ ନା ରେଡରେ, କିନ୍ତୁ ଏଇ ଯୋଉ ଆଇଓସି ର ପ୍ରେସିଡେଣ୍ଟ କିଏ? ଆଇଓସି ର ପ୍ରେସିଡେଣ୍ଟ ହଉଛନ୍ତି କିଏ? ପ୍ରଥମ ପ୍ରେସିଡେଣ୍ଟ। ଆଇଓସି କେମିତି ହେଲା ଆପଣ ତ ଜାଣିଛନ୍ତି, 1894 ତିଆରି ହେଲା। ଆପଣ ଜାଣିଛନ୍ତି ଆର ହେଡକ୍ୱାର୍ଟର କୋଉଠି ନା ସୁଇଜରଲ୍ୟାଣ୍ଡ, ଲସନା ସୁଇଜରଲ୍ୟାଣ୍ଡ। ଆଚ୍ଛା, ଏହାର ଆଇଓସି ର ପ୍ରେସିଡେଣ୍ଟ କିଏ? ପ୍ରଥମ ପ୍ରେସିଡେଣ୍ଟ, ଫାର୍ଷ୍ଟ ପ୍ରେସିଡେଣ୍ଟ ଆପଣ ଲେଖିବେ ଫାର୍ଷ୍ଟ ପ୍ରେସିଡେଣ୍ଟ PRESIDENT, ଫାର୍ଷ୍ଟ ପ୍ରେସିଡେଣ୍ଟ ଆପଣଙ୍କର କିଏ ନା ଡିମେଟ୍ରିଓସ ଭିକଲାସ ହେଲା। ଭିକଲ୍ସ, ଡିମେଟ୍ରିଓସ DIMETRIOS, ଡିମେଟ୍ରିଓସ ଭିକଲାସ, VIS, ଡିମେଟ୍ରିୟସ୍ ଭିକଲାସ ପ୍ରଥମ ପ୍ରେସିଡେଣ୍ଟ ହଉଛି ଆପଣଙ୍କର କୋଉଥିରେ ନା ଅଲମ୍ପିକ କମିଟିର, ଯୋଉଟା କି 1894 ଆରମ୍ଭ ହେଇଥିଲା। ଆଚ୍ଛା, ଏହି ଯୋଉ ଅଲମ୍ପିକ ନୁହେଁ ନା, ମଡର୍ଣ୍ଣ ଅଲମ୍ପିକ କେତେ ଦିନ ଧରି ହେଲା କହିଲ? 16 days ଧରି, 16 ଦିନ ଧରି ହେଲା। ସେଟା 5 ଦିନ ଥିଲା ହେଲା, ଏଟା ହଉଛି 16 ଦିନ ଧରି ହଉଛି। ଏବେ ବର୍ତ୍ତମାନ ଅଲମ୍ପିକ କେତେ ଦିନ ଧରି ହଉଛି ନା 16 ଦିନ ଧରି ହଉଛି। ଅଲମ୍ପିକ ର ଫ୍ଲାଗ ଆପଣ GIF ମାରିପାରିବେ, ମୁଁ ବି ଗ୍ରୁପରେ ପକେଇଦେବି, କିଛି ବ୍ୟସ୍ତ ହବା ଦରକାର ନାହିଁ। ଆକ୍ଚୁଆଲି ଥିଓରିଟା ଭଲସେ ଦେଖନ୍ତୁ। ଆଚ୍ଛା, ଅଲମ୍ପିକ ର ଫ୍ଲାଗ ଆପଣଙ୍କର ଶୁଣନ୍ତୁ, ମୁଁ ଫ୍ଲାଗ ଟା କୁହେ କେବେ ହେଇଥିଲା କହିଦେଲା ପରେ ମୁଁ ପୁଣି ଅଲମ୍ପିକ ଯିବାକୁ ପଡିବ, ବୁଝିହେଲା? ହଉ। ଅଲମ୍ପିକ ର ଫ୍ଲାଗ ଆପଣଙ୍କର ଫ୍ଲାଗ ଫ୍ଲାଗ କେତେଟା ରିଙ୍ଗ ନା 5ଟା ରିଙ୍ଗ ଅଛି। ଆର ଲେଖିଦଉଛି ପିଲାମାନେ, ରିଙ୍ଗ ବୁଝିଦବ, RING ହେଲା, RINGS ଲେଖିବ, ରିଙ୍ଗ। ଆଚ୍ଛା, ଅଲମ୍ପିକ ଫ୍ଲାଗ ରେ କେତେଟା ରିଙ୍ଗ ଅଛି ନା 5ଟି ରିଙ୍ଗ ଅଛି, ନୁହେଁ କି? ଅଲମ୍ପିକ ଫ୍ଲାଗ ରେ କେତୋଟି ରିଙ୍ଗ ଅଛି ନା ଆପଣ କହିବେ ସାର୍ 5ଟି ରିଙ୍ଗ ଅଛି। ଅଲମ୍ପିକ ଫ୍ଲାଗ ରେ କେତୋଟି? 5ଟା ରିଙ୍ଗ ଅଛି। ହଁ, 5ଟି ରିଙ୍ଗ ଅଛି ଅଲମ୍ପିକ ଫ୍ଲାଗ ରେ। ଆଚ୍ଛା, ହଉ। ଅଲମ୍ପିକ ଫ୍ଲାଗ ରେ ଯୋଉ 5ଟା ରିଙ୍ଗ ଅଛି, ଦେଖ ପିଲାମାନେ, ମୁଁ ଗୋଟେ ଗ୍ରୁପ ରେ ଫଟୋଟେ ଦଉଛି, ପିଲାମାନେ ଗ୍ରୁପ ରେ ଦେଖିବ। ଅଲମ୍ପିକ ଫ୍ଲାଗ ଟା ମୁଁ ଦେଲି, ଏଟା ହଉଛି 5ଟା ରିଙ୍ଗ ଅଛି, ଲକ୍ଷ୍ୟ କରୁଥିବ ସେଠିକି 5ଟା ରିଙ୍ଗ ଅଛି। ଆଚ୍ଛା, ଏଇ ଯୋଉ 5ଟା ରିଙ୍ଗ, ରୁହ, ଏବେ ପଢନି ସେ 5ଟା ରିଙ୍ଗ କୁ, ଆଗେ ଶୁଣ। ତା ପଛରେ ଅଛି କଣ? ଯୋଉ ହ୍ୱାଇଟ ଟା ନାହିଁ ନା, ସେ ହ୍ୱାଇଟ ର କଲର, ସେ ପଛରେ ଯୋଉ କଲରଟା ଯୋଉ ହ୍ୱାଇଟ, ଆଉ କପଡାଟା ଆପଣଙ୍କର ଯୋଉ ଫ୍ଲାଗ ଟା କୋଉଥିରେ ତିଆରି ନା ସିଲ୍କ ରେ ତିଆରି। କୋଉଥିରେ ତିଆରି ନା ସିଲ୍କ ରେ, SILK, ସିଲ୍କ ରେ ତିଆରି ହେଲା। କୋଉଥିରେ ତିଆରି? SILK, ସିଲ୍କ ରେ ଆପଣଙ୍କର ଅଲମ୍ପିକ ଫ୍ଲାଗ ଟା ତିଆରି। ଓକେ, ଆଚ୍ଛା। ତାପରେ ଆସିବା ଆପଣଙ୍କର ଅଲମ୍ପିକ ଫ୍ଲାଗ ଟା, ଯୋଉ ରିଙ୍ଗ ଟା କୋଉ ସେପ ରେ ହେଇଛି? ଆପଣଙ୍କର ଅଲମ୍ପିକ ରିଙ୍ଗ ଟା କୋଉ ସେପ ରେ ହେଇଛି? ଆପଣ କହିବେ ସାର୍ ଅଲମ୍ପିକ ରିଙ୍ଗ ଟା କୋଉ ସେପ ରେ ହେଇଛି? ଆପଣ କହିବେ ଡବ୍ଲୁ ସେପ୍ ହେଲା। ଆପଣ କହିବେ କଣ? ଡବ୍ଲୁ ସେପ୍ ରେ ଅଲମ୍ପିକ ହଁ, ଅଲମ୍ପିକ ଫ୍ଲାଗ ଟା କୋଉ ସେପ୍ ରେ ହେଇଛି ନା ଡବ୍ଲୁ ସେପ୍ ରେ ହେଇଛି। ଆଚ୍ଛା, ଅଲମ୍ପିକ ଫ୍ଲାଗ ଟା ଆପଣଙ୍କର କଣ ପାଇଁ ଏମିତି ଜଏଣ୍ଟ କରିକି ସବୁ ରିଙ୍ଗ କୁ ଲେଖା ହେଲା? କାହିଁକି ଏମିତି ସବୁ ରିଙ୍ଗ? 5ଟା ରିଙ୍ଗ ତ, 1 2 3 4 5, କାହା ସହିତ କେହି ଛୁଇଁବେନି ନା, ସେମିତି ନୁହେଁ। କାହିଁକି ସମସ୍ତଙ୍କ ସହିତ ଓହୋ, ଇଏ ଜଏଣ୍ଟ ହେଲାନି। କାହିଁକି ସମସ୍ତଙ୍କର ଜଏଣ୍ଟ ବା ଇଏ ଅଛି? କାହିଁକି ସମସ୍ତେ ଜଏଣ୍ଟରେ ଅଛନ୍ତି? ତାହାର ଅର୍ଥ ହଉଛି କଣ? ବ୍ରଦରହୁଡ, ଭାଇଚାରା, ବ୍ରଦରହୁଡ ହେଲା। BROTHERSOOD ହେଲା, ବ୍ରଦରହୁଡ, ଭାଇଚାରା ପାଇଁ ଏହା ହିଁ କରାଯାଇଛି। ଆଚ୍ଛା, ଏଇ ଯୋଉ 5ଟା ରିଙ୍ଗ କଣ ନା 5ଟା ରିଙ୍ଗ ର କଲର କେମିତି ମନେ ରଖିବେ? 5ଟା ରିଙ୍ଗ ର କଲର କେମିତି ମନେ ରଖିବେ? ଦେଖନ୍ତୁ, 5ଟା ରିଙ୍ଗ ର କଲର ହଉଛି କଣ? 5ଟା ରିଙ୍ଗ ର କଲର ହଉଛି କଣ? BYB, ଦେଖନ୍ତୁ 5ଟା ରିଙ୍ଗ ର ଏଇ ଯେ କଲର ଲେଖୁଛି BYBGR, ଏଇଭଳିଆ ତାର ହଉଛି ସିକ୍ୱେନ୍ସ, ହଉଛି ଏଇଟା ହେଲା। ତାର ସିକ୍ୱେନ୍ସ ହଉଛି ଏଇଟା। B ଫର ବ୍ଲୁ, ବୁଝିହେଲା? B ଫର
ଫାଷ୍ଟ ବି ଫର କଣ ନା ବ୍ଲୁ ହେଲା, ସେକେଣ୍ଡ ବି ଫର କଣ ନା ୟେଲୋ, ପିଲାମାନେ ବୁଝିପାରୁଥିବ ବ୍ଲୁ ୟେଲୋ। ଆଚ୍ଛା, ତ ତାପରେ ବି ଫର କଣ ନା ବ୍ଲାକ୍ ବ୍ଲାକ୍। ଆଚ୍ଛା, ତାପରେ କଣ ଜି ଫର ଗ୍ରୀନ ହେଲା, ତାପରେ ହଉଛି ରେଡ। ବୁଝି ହେଲା ପିଲାମାନେ? ବୁଝି ହେଇଥିବ ଆପଣଙ୍କର? ଆଚ୍ଛା ଦେଖ ମୁଁ ଆଉ ଥରେ ଲେଖୁଛି ହେଲା, ମୁଁ ଆଉ ଥରେ ଲେଖୁଛି। ଦେଖ ବ୍ଲୁ is equal to B Y Y for yellow Y E L L O W B ସ୍କ୍ରିନ୍ ହଉନି ଭାରି କଷ୍ଟ Y ହେଲା V Y ପଳେଇ ଲାଗିବ ଏଇଟା ଟୋଟାଲି। ହଉ ଆମେ ଏଇଠି ଲେଖିଦବା। ଦେଖ B for blue B Y Y E L L O W yellow B Y B ତାପରେ ହଉଛି କଣ ବ୍ଲାକ୍ B L A C K A ଟା B Y B G G ରେ ହଉଛି ଗ୍ରୀନ୍ ଗ୍ରୀନ୍ G R ରେ ହଉଛି ରେଡ୍ ରେଡ୍। ଓକେ ଓପେନ୍ ଆର୍। ଦେଖ ପିଲାମାନେ ବି ୱାଇ ବି ଜିଆ ମାନେ ହଉଛି କଣ ପ୍ରଥମେ ପ୍ରଥମେ ବ୍ଲୁ ତାପରେ ୟେଲୋ ତାପରେ ବ୍ଲାକ୍ ତାପରେ ଗ୍ରୀନ ତାପରେ ରେଡ୍ ଏଇ ସିକ୍ୱେନ୍ସ ବି ୱାଇ ବି ଜିଆ ହେଲା। ଆଚ୍ଛା ଆଉ ଥରେ ଶୁଣ B for blue Y for yellow B for black G for green R for red ଓକେ ଓକେ। ଆଚ୍ଛା ବି ୱାଇ ବି ଜିଆର୍ ଏଇଟା ହଉଛି ଅଲମ୍ପିକ ରିଙ୍ଗସ୍ ର କଣ କଲର। ଆଚ୍ଛା ଏଇ ଯୋଉ କଲର ଏଇ ଯୋଉ ପାଞ୍ଚଟା କଲର ବା ପାଞ୍ଚଟା ରିଙ୍ଗସ୍ କଣ ପାଇଁ ଦେଇଛି ସେ ଯଦି ପଚାରେ ଆପଣ କହିବେ କଣ ଏଇ ପାଞ୍ଚଟା ରିଙ୍ଗସ୍ କଣ ସୂଚଉଛି ନା ପାଞ୍ଚଟା ରିଙ୍ଗସ୍ ଆପଣଙ୍କର କଣ ସୂଚଉଛି ନା ଫାଇଭ କଣ୍ଟିନେଣ୍ଟସ୍ କୁ ସୂଚଉଛି ଫାଇଭ କଣ୍ଟିନେଣ୍ଟସ୍ କୁ ସୂଚଉଛି ପାଞ୍ଚଟା କଣ ଫାଇଭ କଣ୍ଟିନେଣ୍ଟ ଟି ଏନ୍ ଇ ଏନ୍ ଟି ଏସ୍ କଣ୍ଟିନେଣ୍ଟସ୍ କୁ ଟି ଏସ୍ କୁ ସୂଚଉଛି ପାଞ୍ଚଟା ପାଞ୍ଚଟା ମହାଦେଶକୁ ସୂଚଉଛି ଏଇ ପାଞ୍ଚଟା ମହାଦେଶରେ ଭାଗ ନେଇଥାନ୍ତି ହେଲା। ଆଚ୍ଛା ୱାଇ ଫର ତାହେଲେ ସିଏ ଯଦି କହିଲା ଏ ଯୋଉ ପାଞ୍ଚଟା କଣ ନା ପାଞ୍ଚଟା ଆପଣଙ୍କର ମହାଦେଶ। ଆଚ୍ଛା ପ୍ରଥମ ମହାଦେଶ କଣ କହିଲ ପ୍ରଥମ ମହାଦେଶ ୱାଇ ଫର ମୁଁ ପଚାରିବି ଆପଣ ଏଇ ପାଞ୍ଚଟା ରିଙ୍ଗ କାହାକୁ ସମ୍ଭାଳୁଛି ନା ସୂଚଉଛି ଆପଣ କହିବେ ସାର୍ ପାଞ୍ଚଟା କଣ୍ଟିନେଣ୍ଟ କୁ ସୂଚଉଛି ପାଞ୍ଚଟା ମହାଦେଶକୁ ସୂଚଉଛି। ଆଚ୍ଛା ମୁଁ କହିବି ବି ଫର କଣ ପ୍ରଥମ ହଉଛି ବି ରେ କଣ ଏଇ ଯୋଉ ବ୍ଲୁ ରିଙ୍ଗସ୍ ଟା କାହାକୁ ସୂଚଉଛି ନା ଆପଣ କହିବେ ସାର୍ ଯୋଉ ବି ନୁହଁ ନା ବ୍ଲୁ ଟା ସାର୍ କାହାକୁ ସୂଚଉଛି କହିଲେ ୟୁରୋପ କୁ ସୂଚଉଛି POE ହେଲା ୟୁରୋପ କୁ ସୂଚଉଛି। ଆପଣ କହିଲେ ଆଚ୍ଛା ମୁଁ କହିବି ହଉ ହଉ ବି ଫର ବ୍ଲୁ ଟା କାହାକୁ ସୂଚଉଛି ନା ୟୁରୋପ କୁ ସୂଚଉଛି। ଆଚ୍ଛା ମୁଁ କହିବି ହଉ ହଉ ଠିକ ଅଛି ତାହେଲେ ତାହେଲେ ମୁଁ କହିବି ଆଚ୍ଛା ୱାଇ ଫର ୟେଲୋ ଆପଣ କହିଲେ ୟେଲୋ ମୁଁ କହିଲି ଠିକ ଅଛି ୟେଲୋ ରିଙ୍ଗ ଟା କାହାକୁ ସୂଚଉଛି ଆପଣ କହିବେ ସାର୍ ଏସିଆକୁ ସୂଚଉଛି ଏସିଆକୁ ସୂଚଉଛି କାହାକୁ ସୂଚଉଛି ନା ଏସିଆକୁ ସୂଚଉଛି। ଆଚ୍ଛା ବି ରେ ହଉଛି କଣ ବ୍ଲାକ୍ ହେଲା ବ୍ଲାକ୍ ଓକେ। ଆଚ୍ଛା ମୁଁ କହିବି ଏଇ ଯୋଉ ବ୍ଲାକ୍ ଟା କାହାକୁ ସୂଚଉଛି ଆପଣ କହିବେ ଆଫ୍ରିକାକୁ ସୂଚଉଛି ଏ ଆଫ୍ରିକା ସି ଏ ହେଲା ଆଫ୍ରିକାକୁ ସୂଚଉଛି ଆପଣ କହିବେ ବ୍ଲାକ୍ ଟା ଆଫ୍ରିକାକୁ ସୂଚଉଛି। ଆଚ୍ଛା ବି ୱାଇ ବି ଜି ଜି ରେ ହଉଛି କଣ ଗ୍ରୀନ କାମରେନ୍ ଗ୍ରୀନ ନୁହଁ ହେଲା। ଆଚ୍ଛା ଖାଲି ଗ୍ରୀନ ହଉ ଜି ରେ ହଉଛି ଗ୍ରୀନ ଟା କାହାକୁ ସୂଚଉଛି ନା ଅଷ୍ଟ୍ରେଲିଆକୁ ସୂଚଉଛି ଏ ୟୁ ଏସ୍ ଟି ଆର ଆଇ ଏଲ ଆଇ ଏ ହେଲା ଅଷ୍ଟ୍ରେଲିଆକୁ ସୂଚଉଛି। ବି ୱାଇ ବି ଜି ଆର୍ ହଉଛି ରେଡ୍ ତ ଆପଣ ଜାଣିଥିବେ ଆଉ ରେଡ୍ ହଉଛି ଆମର ୟୁଏସ୍ ଆମେରିକା ଆଉ ହେଲା ରେଡ୍ କାହାକୁ ସୂଚଉଛି ନା ଆମେରିକାକୁ ସୂଚଉଛି ବା ୟୁଏସଏ ବା ଆମେରିକାକୁ ସୂଚଉଛି ଖାଲି ଲେଖିଲେ ଆମେରିକାକୁ ସୂଚଉଛି ଆମେରିକା ସିଏ ହେଲା। ଆଚ୍ଛା ଦେଖ ପିଲାମାନେ ପ୍ରଥମେ ଯେ ବ୍ଲୁ ହଉଛି ୟୁରୋପ ୱାଇ ହେଉଛି ଏସିଆ ବି ହେଉଛି ବ୍ଲାକ୍ ହଉଛି ଆଫ୍ରିକା ଗ୍ରୀନ ହଉଛି ଅଷ୍ଟ୍ରେଲିଆ ରେଡ୍ ହଉଛି ଆମେରିକା ଏଇ ପାଞ୍ଚଟା କଣ୍ଟିନେଣ୍ଟ ବା ପାଞ୍ଚଟା କଣ ମହାଦେଶ ପାଞ୍ଚଟା ମହାଦେଶରେ ଆମର ଅଲମ୍ପିକ ହଉଛି ଆଉ ପାଞ୍ଚଟା ମହାଦେଶ ଏଥିରେ ଭାଗ ନଉଛନ୍ତି ତା ଅଣ୍ଡରେ ଯେତିକି ଦେଶ ରହିଲେ ମାନେ ଭାଗ ନଉଛନ୍ତି ଇଏ ହେଲା ଅଲମ୍ପିକ ଫ୍ଲାଗ। ଆଚ୍ଛା ଅଲମ୍ପିକ ଫ୍ଲାଗ କେବେ ଏଟା ପବ୍ଲିଶ ହେଲା ବା
କେବେ ଆପଣଙ୍କର ଉଡା ଉଡି ଷ୍ଟାର୍ଟ ହେଲା ଅଲମ୍ପିକ ଫ୍ଲାଗ? ଅଲମ୍ପିକ ଫ୍ଲାଗ ଟା କେବେ ଉଡା ଉଡି ଆପଣ ଯଦି ସିଏ ଯଦି ପଚାରିବ ଅଲମ୍ପିକ ଫ୍ଲାଗ ଟା କେବେ ଉଡା ଉଡି ହେଲା, ଆପଣ କହିବେ କଣ ନା ସାରେ ଆରମ୍ଭ ହେଲା ତ 1903 ରେ, 1913 ରେ ପ୍ରଥମେ ମାନେ ପ୍ରପୋଜ ଦିଆଗଲା, ମାନେ ଇଏ ହେଲା, କିନ୍ତୁ ହଷ୍ଟ ହେଲା କେବେ ଉଡିଲା କହିବେ, ଏଟା ହଉଛି ଆଉ କଣ ନା ଅଲମ୍ପିକ ଷ୍ଟାର୍ଟ ହେଲା ମେଡ, ମେଡ ହେଲା 1913 ଲେଖିବେ ମେଡ, ତିଆରି ହେଲା। କିନ୍ତୁ 1920 କଣ ହେଲା କହିଲ, 1920 ଯୋଉ ଅଲମ୍ପିକ ହେଲାନି ପ୍ରତି 4 ବର୍ଷ ଥରେ, 96 ଚାରି 1900, 1904, 1904, 1908, 1912, 1916 ହେଇନଥିଲା ବିଶ୍ୱଯୁଦ୍ଧ ପାଇଁ, ପୁଣି 1920 ହେଲା। 1920 ଯୋଉ ଅଲମ୍ପିକ ହେଲା, ସେ ଅଲମ୍ପିକ ର ନାଁ କଣ, ଆଣ୍ଟୁରେପ ଅଲମ୍ପିକ। ଯିବା ସେଠିକି ଯିବା, ଆଣ୍ଟୁରେପ ଅଲମ୍ପିକ ବହୁତ ଗୁରୁତ୍ୱପୂର୍ଣ୍ଣ ହଉଛି ଆଣ୍ଟୁରେପ, ANTWERP, ଆଣ୍ଟୁରେପ ହେଲା। ଆଣ୍ଟୁରେପ ଅଲମ୍ପିକ 1920 ପ୍ରଥମେ ଅଲମ୍ପିକ ଯୋଉ 1920 ଆଣ୍ଟୁରେପ ଅଲମ୍ପିକ ହେଲା, ସେଇଠି କଣ ହେଲା ନା ପ୍ରଥମେ ଆପଣଙ୍କର କଣ ହେଲା ନା ଅ, ଉଡିଲା ଅଲମ୍ପିକ ଫ୍ଲାଗ ଉଡିଲା। ଆଣ୍ଟୁରେପ ଟା କୋଉ ଦେଶର ନା ବେଲଜିୟମ ର। ଆଉ ତ ନାଇଁ ଏଠି ଆଣ୍ଟୁରେପ ଟା କୋଉଠି ନା ବେଲଜିୟମ ର। ମୁଁ ଏଠି ଲେଖି ଦଉଛି ପୁଣି ହେଲା, ବେଲଜିୟମ ର, LGIUM। ଆଣ୍ଟୁରେପ ଅଲମ୍ପିକ ଟା କୋଉଥିରେ ନା ବେଲଜିୟମ ର ଅଲମ୍ପିକ ହେଇଥିଲା। ଆଚ୍ଛା ହଉ, ଆମେ ତ ଅଲମ୍ପିକ ହିଷ୍ଟ୍ରି ବର୍ତ୍ତମାନ ପଢୁଛେ, ପୁଣି ଆମେ ଏତିକି ହଉଛି ଅଲମ୍ପିକ ର କଥା। ତାପରେ ଆମେ ଯିବା କୋଉଠିକି ନା ଅଲମ୍ପିକ ର ଇଣ୍ଡିଆ କଥା ଗୋଟେ ଆଚ୍ଛା, ଅଲମ୍ପିକ ର ଆଉ ଗୋଟେ କଥା ଅଛି, ଅଲମ୍ପିକ ମଟୋ। ଆଚ୍ଛା, ଅଲମ୍ପିକ ମଟୋ, ଅଲମ୍ପିକ ମଟୋ, ମଟୋ ଫୋନ ନୁହଁ, ମଟୋ, ଅଲମ୍ପିକ ମଟୋ ହେଡିଙ୍ଗ ଦବ ଅଲମ୍ପିକ ମଟୋ ହେଲା। ଆଚ୍ଛା, ଅଲମ୍ପିକ ମଟୋ ଆପଣଙ୍କର ହଉ, ଅଲମ୍ପିକ ମଟୋ ଆପଣଙ୍କର ଦେଖ, ଅଲମ୍ପିକ ମଟୋ, ଅଲମ୍ପିକ ମଟୋ କଣ, ଅଲମ୍ପିକ ମଟୋ କଣ ନା ଅଲମ୍ପିକ ମଟୋ ହଉଛି କଣ, ଗୋଟେ ସିଏ ହଉଛି କଣ ନା ତ ଚେଞ୍ଜ ହେଲା, କିନ୍ତୁ ଅଲମ୍ପିକ ମଟୋ କଣ ଆପଣ କହିବେ ଅଲମ୍ପିକ ର ସେ ଯୋଉ ଗ୍ରୀସ ଭାଷାରେ 4ଟା ମଟୋ ଦିଆଯାଇଥିଲେ। ମଟୋ ତାର ଅର୍ଥ ହଉଛି କିଛି ନାହିଁ, ଗୋଟେ କଣ କହିଲେ ଅଲମ୍ପିଆନ ମାନଙ୍କୁ ବା ଯିଏ ପାର୍ଟିସିପେଟ କରିବେ ତାଙ୍କୁ କଣ ଦେଖିବେ ଆପଣ, ଯେତେବେଳେ ଅଲମ୍ପିକ ହବ 2024 1928 ଅଲମ୍ପିକ ଯେତେବେଳେ ହବ, ସେତେବେଳେ କଣ ସେ 2028 ଅଲମ୍ପିକ ଦେଖିବ ପ୍ରାୟ ଲୋକ ଏବେ ଅଲମ୍ପିଆନ ସବୁ କଣ ଟାଟୁ କଲେଣି ଅଲମ୍ପିକ ମଟୋକୁ ହେଲା। ସେ କଣ ତାଙ୍କର ସିଏ ଗୋଟେ କଣ ତାଙ୍କ ମନରେ ଗୋଟେ କଣ ମୋଟିଭେସନ ସେଇ ମଟୋ ଅନୁଯାୟୀ କ୍ରିଏଟ ହୁଏ। ସେ ମଟୋଟା ଅଲମ୍ପିକ ମଟୋଟା ତାଙ୍କର କଣ ହୁଏ ନା ତାଙ୍କ ମୋଟିଭେସନ ଗୋଟେ ସ୍ପୋର୍ଟସ ପର୍ସନ ମନରେ ଗୋଟେ ମୋଟିଭେଟ କରାଏ ସେ ମଟୋଟା, ବୁଝିହେଲା। ମାନେ ଦେଖିବ ପ୍ରତ୍ୟେକ ଇଭେଣ୍ଟ ପ୍ରତ୍ୟେକ ଖେଳ, ଯେକୌଣସି ଗୋଟେ ଇଣ୍ଟରମ୍ୟୁରାଲ ହଉ କି ଏକ୍ସଟ୍ରାମ୍ୟୁରାଲ ହଉ କି ଆପଣଙ୍କର ଅଲମ୍ପିକ ହଉ କି ବିସିସିଆଇ ର କୌଣସି ଖେଳ ହଉ, ଏସିଆ କପ୍ ହଉ କି ଆଇସିସି ଟି20 ୱାର୍ଲଡ କପ୍ ହଉ କି ଫିଫା ୱାର୍ଲଡ କପ୍ ହଉ କି ହକି ୱାର୍ଲଡ କପ୍ ହଉ, ଯିଆ ହଉଛି ହଉ, ପ୍ରତ୍ୟେକ ଇଭେଣ୍ଟରେ ଗୋଟେ ଗୋଟେ ମଟୋ, ନୂଆ ନୂଆ କି ୟୋଗା ହଉ ଯାହା ହଉ କି ନୂଆ ନୂଆ ଗୋଟେ ମଟୋ କ୍ରିଏଟ ହେଇଥାଏ, କେବଳ ପାର୍ଟିସିପେଣ୍ଟ ମାନଙ୍କୁ ମୋଟିଭେଟ କରିବା ପାଇଁ। ଏଇ ଅଲମ୍ପିକ ର ପରମାନେଣ୍ଟ ମଟୋ ହଉଛି କଣ ନା, ପରମାନେଣ୍ଟ ମଟୋ ହଉଛି କଣ, ପ୍ରଥମେ ଥିଲା କଣ ନା ସିଟି, ଯାହା ଗ୍ରୀସ ଭାଷାରେ ଥିଲା, ଯାହାକୁ ଦେଇଥିଲେ କିଏ ଗିଭେନ ବାଇ କିଏ ହେନରି ଡିଡନ, କିଏ ହେନରି, HENRY, ହେନରି ଡିଡନ, ଡିଡନ, DI, DI, ମୁଁ ଡରୁଛି କଣ କହିଲ ସ୍ପେଲିଂ କୁ, DIDION ହେଲା। ଅଲମ୍ପିକ ମଟୋକୁ କିଏ ଦେଇଥିଲେ ନା ହେନରି ଡିଡନର ଫାଦର ହେଲା। ଆଚ୍ଛା, ଅଲମ୍ପିକ ମଟୋ କଣ ଦେଇଥିଲେ ନା ସିଏ ଦେଇଥିଲେ ସିଟିଅସ, CITIUS, ସିଟିଅସ, ସିଟିଅସ। ଆଚ୍ଛା, ଯାହାର ଇଂଲିଶ ର ନାମ ହଉଛି କଣ ଫାଷ୍ଟର, FASTER, ଫାଷ୍ଟର। ଆଚ୍ଛା, ସିଟିଅସ ଗଲା, ତାପରେ ହଉଛି ଫାଷ୍ଟର ହେଲା, ଇଂଲିଶ ନାମ। ତାପରେ ହଉଛି ଆପଣଙ୍କର ତାପରେ ଦିଆଯାଇଥିଲା କଣ ନା ଅଲ୍ଟିଅସ, ALTIUS, ଅଲ୍ଟିଅସ, ଯାହାର ନାମ ହଉଛି କଣ ହାୟର, HIGHER, ହାୟର, ହାୟର ହେଲା। ଆଚ୍ଛା, ସିଟିଅସ, ଅଲ୍ଟିଅସ, ଫର୍ଟିଅସ, FORTIUS, ଫାଷ୍ଟର, ହାୟର, ଷ୍ଟ୍ରଙ୍ଗର,
ଫର୍ଟିୟସ୍ ଅର୍ଥ ହଉଛି କଣ ଷ୍ଟ୍ରଙ୍ଗର, STRONGER ଷ୍ଟ୍ରଙ୍ଗର। ତାହେଲେ କଣ ଫାଷ୍ଟର ହାୟର, ଦେଖ ଫାଷ୍ଟର ହାୟର ଷ୍ଟ୍ରଙ୍ଗର ହଉଛି ତିନିଟା CFC, ସରି କଣ ସିଟିୟସ୍ ଅଲ୍ଟିୟସ୍ ଫର୍ଟିୟସ୍, ଫାଷ୍ଟର ହାୟର ଷ୍ଟ୍ରଙ୍ଗର ହେଲା। FHS, C is equal to F, A is equal to H, F is equal to S, ମାନେ ଇଏ ହଉଛି ତିନିଟା ମଟ ଥିଲା ଯାହାକୁ ଦେଇଥିଲେ କିଏ ନା ହେନରୀ ରିଡନ ଦେଇଥିଲେ। ସିଟିୟସ୍ ଅର୍ଥ ହଉଛି କଣ ଫାଷ୍ଟର, ଅଲ୍ଟିୟସ୍ ଅର୍ଥ ହଉଛି କଣ ହାୟର, ଆଚ୍ଛା ତାପରେ ହଉଛି ଆପଣଙ୍କର କଣ ହେଲା ନା ଫର୍ଟିୟସ୍ ହଉଛି କଣ ଷ୍ଟ୍ରଙ୍ଗର। ତାପରେ 2021ରେ କାଳକ୍ରମେ କଲେ ନା ଆମେ ଆଉ ଗୋଟେ ମତ ଦବା ହେଲା। ପୁଣି ଅଲମ୍ପିକ କମିଟି ନିଜେ ଆଉ ଗୋଟେ ମତ ଦେଲା ନା ଏଇଠି ସିଟିୟସ୍ ଅଲ୍ଟିୟସ୍ ଫର୍ଟିୟସ୍ ତା ପାଖରେ କଣ ଆଡ କରିଦେଲା ନା କମ୍ୟୁନିଟର, କମ୍ୟୁନିଟର ହେଲା। କମ୍ୟୁନିଟର, କମ୍ୟୁନିଟର ସ୍ପେଲିଂ ଲେଖୁଛି ବୋଲ୍ଡ, COMMUNITER, କମ୍ୟୁନିଟର। କମ୍ୟୁନିଟର ଯାହାର ଅର୍ଥ ହଉଛି କଣ ଟୁଗେଦର, TOGHTER ଟୁଗେଦର ହେଲା। ଫାଷ୍ଟର ହାୟର ଷ୍ଟ୍ରଙ୍ଗର ଟୁଗେଦର, ଇଏ ହଉଛି ଚାରିଟା। ସେଇଭଳିଆ ଏଠି ହଉଛି କଣ କମ୍ୟୁନିଟର C ବସିଗଲେ ଏଠି ବସିବ କଣ T ହେଲା। ତାହେଲେ କଣ, ତାହେଲେ ଆସିଲା ଆପଣଙ୍କର ସିଟିୟସ୍ ଫର ଫାଷ୍ଟର, ଅଲ୍ଟିୟସ୍ ଫର ହାୟର, ଫର୍ଟିୟସ୍ ଫର ଷ୍ଟ୍ରଙ୍ଗର, ଆଚ୍ଛା କମ୍ୟୁନିଟର ଫର ଟୁଗେଦର। ଠିକ ଅଛି। ଆଚ୍ଛା ଆପଣଙ୍କର ମତ ବି ପାଖାପାଖି ଆପଣ ବୁଝିପାରିଲେ। ଆଚ୍ଛା ଠିକ ଅଛି, ଆମେ ନେକ୍ସଟ ଯିବା। ଆସନ୍ତା କାଲି ପଢିବା କଣ ନା ଅଲମ୍ପିକ ଆମ ଇଣ୍ଡିଆନ ହିଷ୍ଟ୍ରି ଟିକେ ପଢିବା, ତାପରେ ଅଲମ୍ପିକ ଷ୍ଟାର୍ଟ କରିବା ହିଷ୍ଟ୍ରି ଠାରୁ ହେଲା।